ଭକ୍ତମାନେ ମନଖୋଲା ରାମଲାଲାଙ୍କ ଦରବାରରେ ଦାନ କରୁଥିବା ଖବର ସାମ୍ନାକୁ ଆସିଛି। ଉଭୟ ଅନଲାଇନ ଓ ଅଫଲାଇନରେ ଭକ୍ତମାନେ ଏହି ଦାନ କରୁଛନ୍ତି। ଜାନୁଆରୀ 23 ଠାରୁ ରାମଲାଲାଙ୍କୁ ସର୍ବସାଧାରଣ ଦର୍ଶନ କରୁଛନ୍ତି ଓ ଲକ୍ଷାକ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ 11 ଦିନ ମଧ୍ୟରେ ରାମଲାଲାଙ୍କ ନିକଟରେ ପ୍ରାୟ 12 କୋଟି ଟଙ୍କା ଦାନ ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅର୍ଥାତ 22 ଜାନୁଆରୀରେ ସମାରୋହରେ ଦେଇଛନ୍ତି। ଦାନ ପହଞ୍ଚିଥିବା ପ୍ରାୟ 8,000 ଅଧିକ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ବିଜେପି ବିଧାୟକ 11 ଫେବୃଆରୀରେ ରାମଲାଲାଙ୍କୁ ଦର୍ଶନ କରିବେ। ନବନିର୍ମିତ ରାମ ମନ୍ଦିରର ବାର୍ଷିକ ଉତ୍ସବ ତାଲିକା ପ୍ରସ୍ତୁତ ହୋଇସାରିଛି। ନୂଆ ମନ୍ଦିରରେ ପ୍ରଥମ ଉତ୍ସବ ରୂପେ 14 ଫେବୃଆରୀରେ ବସନ୍ତ ପଞ୍ଚମୀ ପାଳନ କରାଯିବ। ମା ସରସ୍ୱତୀଙ୍କୁ ଏହି ଦିନ ପୂଜାର୍ଚ୍ଚନା କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ବର୍ଷସାରା ରାମଙ୍କ ମନ୍ଦିରରେ ପ୍ରାୟ 12 ପ୍ରମୁଖ ଉତ୍ସବ ତଥା ପର୍ବ ପାଳନ କରାଯିବ।